ତା ସହ ମୋର ନା ଜମା ବି ପଡ଼େନି। ସବୁବେଳେ ଝଗଡ଼ା ଝଟଟେ ହେଇକି ସବୁବେଳେ ମୋ ଉପରକୁ ହାତ ଉଠାଉଥିବ। କଥାଟେ କହିଲେ ଶୁଣିବନି କି ମାନିବନି। ଆଉ ଜାଣିଛ ନା, ସବୁଦିନ ମୋ ନାଁରେ କିଛି ଗୋଟି ମିଛ ସତ କହିକି ମୋତେ ଗାଡ଼ି ନ ଶୁଣାଇଲେ ତାର ଯେମିତି ଭାତ ହଜମ ହୁଏନି। ବେଳେବେଳେ ଇଚ୍ଛା ହୁଏ ସେ ପେଚରୀ ମୁହଁକୁ ଟେକିକି କାଚି ଦେବା ପାଇଁ। କେବଳ ବାପାଙ୍କ ଡରରେ ତାକୁ କିଛି କୁହେନି। ହଁ, ସେଦିନ ଖରାବେଳେ ସେମିତି ଆସିକି ଲାଗିଲା। ମୁଁ ରାଗରେ ଚାପୁଡ଼ାଟେ ବସେଇଦେଲି। ମୋତେ କ'ଣ ଜଣାଥିଲା ଚାପୁଡ଼ାଟା ଏତେ ଜୋରରେ ବାଜିଯିବ ବୋଲି। ସିଏ ଛିଟିକି ପଡ଼ିଲା ଟେବୁଲ ପାଖକୁ। ତା ହାତ ବାଜି କାଡ଼ି ବୋଟଲଟା ବି ପଡ଼ିଗଲା ବାପାଙ୍କର ଗୋଟେ ଦରକାରୀ କାଗଜ ଉପରେ। ବାପା ବହୁତ ରାଗି। ଏକଥା ଶୁଣିଲେ ମୋତେ ଖୁବ୍ ବାଡ଼ାଇବେ। ଏଣେ ଖୁସି ବି କାନ୍ଦି କାନ୍ଦି କହୁଥାଏ, ବାପା ଆସନ୍ତୁ ସବୁ କହିବି। ମୁଁ ଭୟରେ ବାହାରକୁ ଚାଲିଗଲି। ଜାଣି ଜାଣି ଡେରିରେ ଫେରିଲି। ଫେରି ଦେଖେ ତ ଖୁସି କାନ୍ଦୁଛି। ମା କହିଲା, ବାପା ଖୁସିକୁ ବାଡ଼ାଇଛନ୍ତି। ସିଏ ତାଙ୍କର କୋଉ କାଗଜ ଉପରେ ଗୋଟେ କାଡ଼ି ପକେଇ ଦେଇଛି। ରାତିରେ ସମସ୍ତେ ଖାଇ ପିଇ ଶୋଇଲେ। ମୋତେ କିନ୍ତୁ ନିଦ ଲାଗୁନଥିଲା। ଭିତରେ ଭିତରେ ମୁଁ କେମିତି ଗୋଟେ ଜଳୁଥିଲି। ଧିକ୍କାରୁଥିଲି ନିଜ ଭାଇ ପଣିଆକୁ। ମୋ ପାଇଁ ସିଏ ଏତେ ମାଡ଼ ଖାଇଲା। ସତରେ ତାକୁ କେତେ କଷ୍ଟ ହୋଇନଥିବ ଯେ। ମୋତେ ବି ଭାରି କାନ୍ଦ ଲାଗୁଥିଲା। ଆଉ ଶୋଇ ପାରିଲିନି। ଉଠିକି ଖୁସି ପାଖକୁ ଗଲି। ତା ପାଦକୁ ଟିକେ ଆଉଁସି ଦେଲି। ଖୁସି ଉଠିପଡ଼ି କହିଲା, ଭାଇ ତୁ ଏଯାଏଁ ଶୋଇନୁ? ଆରେ କାନ୍ଦୁଛୁ କ'ଣ ପାଇଁ? ତା କୁନି କୁନି ହାତରେ ମୋ ଲୁହ ପୋଛୁ ପୋଛୁ କହିଲା, ମୁଁ ମାଡ଼ ଖାଇଲି ବୋଲି ତ। ସେଥିରେ ମୋର ବି ତ ଦୋଷ ଥିଲା। ଆଉ ମୁଁ କ'ଣ କୋଉ ପରପିଲା ପାଇଁ ମାଡ଼ ଖାଇଲି କି? ମୁଁ ତ ମୋ ଭାଇ ପାଇଁ ମାଡ଼ ଖାଇଲି। ଦେଖ, ଏଥିରେ ତୁ ଯଦି କାନ୍ଦିବୁ ତାହେଲେ ମୁଁ ବି କାନ୍ଦିବି। ଅଧା ଅଟକିଥିବା ଲୁହ ଆଉ ଅଟକିଲାନି। ବାସ୍ ତାକୁ ଜାବୁଡ଼ି ଧରି ଆହୁରି କାନ୍ଦିବାକୁ ଲାଗିଲି। ଆଉ ସିଏ ବି। କିନ୍ତୁ ମୋତେ ଏବେ କାନ୍ଦିବାରେ ଜମା କଷ୍ଟ ଲାଗୁନଥିଲା। ବରଂ ଖୁସି ଲାଗୁଥିଲା। ବୋଧେ ସେ ଲୁହଗୁଡ଼ାକ ଆମ ଖୁସିର ଲୁହ ଥିଲା। ବନ୍ଧୁଗଣ, କାହାଣୀଟି ଯଦି ଭଲ ଲାଗିଲା ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ନିଶ୍ଚୟ ଦବାଇବେ। ଧନ୍ୟବାଦ।